ହାଇ ସାଙ୍ଗମାନେ, ଆମମାନଙ୍କର ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ଆଉ ଆମ ଗ୍ରହଣରେ ନାହାନ୍ତି। ଆର ପାରିକି ଚାଲିଗଲେଣି। ଆଉ ସେହିଭଳି ଅକ୍ଷୟ ମହାନ୍ତି ବି ଏଇ ନଭେମ୍ବର 17 ତାରିଖରେ ଆମଠୁ ଦୂରେଇ ଯାଇଥିଲେ। ମୁଁ କହିବା କଥା, ଏଡ଼େ ବଡ଼ କଣ୍ଠଶିଳ୍ପୀ ଯାହାକି 36 ବର୍ଷରେ ତାଙ୍କର ମୃତ୍ୟୁ ହେଉଛି। କୁହ, ତାଙ୍କର ଯେଉଁ ଗୀତ ଯଦି ଅଲଗା ସିଙ୍ଗର ବୋଲନ୍ତି ତାର ଶୋଭା ପାଇବ କି ଏଇଭଳି କରିପାରିବେ? ସିଏ ତ ଆଉ ମିଳିବନି। କିନ୍ତୁ ମୁଁ କହିବା କଥା, ମଦ ନ ପିଇଲେ କ'ଣ ବଞ୍ଚି ହେବନି? ଭାତ, ଡାଲି, ତରକାରୀ ଏଗୁଡ଼ା ଖାଇଲେ କ'ଣ ଲୋକ ବଞ୍ଚୁନାହାନ୍ତି? ଲୋକ ପୁରା 100 ବର୍ଷ ବଞ୍ଚୁଥିଲେ। ଆଉ ଆମେ ମଦ ପିଇବା କାହିଁକି? ମଦ ପିଇବା, ବିଡ଼ି ଖାଇବା, ସିଗାରେଟ୍ ଖାଇବା, କୁହ କ'ଣ ନିହାତି ଦରକାର? କ୍ଷୀର ପିଅ, ଭାତ ଡାଲି ଖାଇକି ତରକାରୀ ଖାଇକି ବଞ୍ଚ। ହ୍ୟୁମାନ ସାଗର ଚାହିଁଥିଲେ ତାଙ୍କ ଶରୀରକୁ ସେ ବଞ୍ଚେଇ ପାରିଥାନ୍ତେ, ଆହୁରି କେତେ ବର୍ଷ ବଞ୍ଚେଇ ପାରିଥାନ୍ତେ, କିନ୍ତୁ ତାହା କରିପାରିଲେନି। ବହୁତ ଜଲ୍ଦି ଉପରୁ ଚାଲିଗଲେ। ପ୍ରଭୁ ଯେମିତି ଏମିତି କେହି ବି ନ କରନ୍ତୁ। ମଦ, ବିଡ଼ି, ଗୁଟଖା, ସିଗାରେଟ୍ ଏମାନଠୁ ଦୂରେଇ ରୁହନ୍ତୁ। ଏତିକି ଭଲରେ ଦେହକୁ ରକ୍ଷା କର, ଶରୀରକୁ ରକ୍ଷା କଲେ ବହୁତ ଦିନ ବଞ୍ଚିବେ। ସେଇଆ କରନ୍ତୁ, କାହିଁକିନା ଗୋଟିଏ ପରେ ଗୋଟିଏ କଳାକାର ଆମ ଗ୍ରହଣରୁ ଚାଲି ଯାଉଛନ୍ତି। ସେ ପେଣ୍ଟୁ ନନ୍ଦ ହୁଅନ୍ତୁ, ମିହିର ଦାସ ହୁଅନ୍ତୁ, ମୀନକାନ୍ତନ ହୁଅନ୍ତୁ, ଅଭିଜିତ ମଜୁମଦାର ଏବେ ତ ମରଣ ସହିତ ଲଢ଼ୁଛନ୍ତି। ପ୍ରଭୁ ତାଙ୍କୁ ବଞ୍ଚେଇ ଦିଅନ୍ତୁ। କିନ୍ତୁ ଏମିତି ମଦ ପିଇ ଦେହକୁ ଇଏ କରିବା ଆମ ଉପରେ ବିଲକୁଲ। ଏବେ 4 କୋଟି ଲୋକ ତାଙ୍କୁ ଝୁରୁଛନ୍ତି। ହ୍ୟୁମାନ ସାଗର, ତାଙ୍କ କଣ୍ଠର ଯେଉଁ ଗୀତ ସ୍ୱର କିଏ ଗାଇବ କୁହନ୍ତୁ? କୁମାର ବାପି, ବିଭୁ କିଶୋର, କିଏ ଆଉ କେହି ନାହାନ୍ତି ସେଭଳି ସିଙ୍ଗର। ଆଉ ବାହାରିବେ କି ନାହିଁ ଜଣା ନାହିଁ। ଓଡ଼ିଶା ଆଜି କେଡ଼େ ବଡ଼ ସିଙ୍ଗରକୁ ହରାଇ ବସି ପଡ଼ିଲା। ସେଥିପାଇଁ ସେ ନିଜେ ଦାୟୀ। ଚାହିଁଥିଲେ ନିଜ ଶରୀରକୁ ସେ ରକ୍ଷା କରିପାରିଥାନ୍ତେ। ତାଙ୍କ ସ୍ତ୍ରୀ, ପିଲା, ତାଙ୍କ ମମି ସମସ୍ତେ ତାଙ୍କୁ କେତେ ମନା କଲା ପରେ ବି ସେ ନିଜେ ମଦକୁ ଛାଡ଼ି ପାରିଲେନି, କିନ୍ତୁ ଦୁନିଆକୁ ଛାଡ଼ିଦେଲେ। ଆଜି ଚାହିଁଲେ ବି ସେ ଫେରିବେନି। କେତେ ବଡ଼ ଓଡ଼ିଶାକୁ କ୍ଷତି ସହିବାକୁ ତାଙ୍କ ଜାଗା କେହି ତ ବସିବେନି। ଦେଖ, ପ୍ରଭୁଙ୍କ ଇଚ୍ଛା ଏମିତି ଆଉ କେଉଁ ସିଙ୍ଗରଙ୍କ ସହିତ ନ ହଉ। ମୁଁ କଳାକାରମାନଙ୍କୁ ଏତିକି କହୁଛି, ସେ କେବେ ବି ମଦ ପିଅନ୍ତୁ। ଓଡ଼ିଶାର ଯେଉଁ ଇଣ୍ଡଷ୍ଟ୍ରି, ଓଲିଉଡ଼ ଇଣ୍ଡଷ୍ଟ୍ରି, ସିଏ ଆଉ କେଉଁ ଅବସ୍ଥାରେ ଅଛି ଦେଖନ୍ତୁ। ଓଲିଉଡ଼ ପାଖରୁ ଗୋଟିଏ ଗୋଟିଏ କଳାକାର ଏବେ ଯିବାକୁ ବସିଲାଣି। ତେଣୁକରି ଯୌତୁକ ଅଛନ୍ତି, ଯେତିକି ବି ଅଛନ୍ତି, ଓଡ଼ିଶାର ଯେଉଁ ବଜେଟ୍ ଅଛି ତାକୁ ଠିକ୍ ଭାବରେ ପ୍ରୟୋଗ କରନ୍ତୁ। କ'ଣ ମଦ ପିଇଲେ କ'ଣ ହେଉଛି? ମାସକୁ ଥରେ ପିଅ, 2 ମାସକୁ ଥରେ ପିଅ, କ'ଣ ନିହାତି ଦରକାର ମଦ ପିଇବା? ମଦଠୁ ଦୂରେଇ ରୁହନ୍ତୁ। ମୁଁ ଏତିକି କରି ରହୁଛି।